ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ରାଜ୍ୟସଭାରେ ଗୃହ ମନ୍ତ୍ରଣାଳୟର କାର୍ଯ୍ୟଧାରା ଉପରେ ଆଲୋଚନା ଆରମ୍ଭ। ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ପ୍ରକୃତ ଅର୍ଥରେ ଧର୍ମନିରପେକ୍ଷ ଭାବନାକୁ ପ୍ରମାଣିତ କରିଛି, କହିଲେ ବିଜେପି ସାଂସଦ। କୃଷକମାନଙ୍କ କଲ୍ୟାଣ ନିମନ୍ତେ ସଂସଦରେ ଆଲୋଚନା ପାଇଁ ବିରୋଧୀ ଦଳଗୁଡ଼ିକୁ ଆହ୍ୱାନ ଦେଲେ କେନ୍ଦ୍ର କୃଷିମନ୍ତ୍ରୀ। ଚଳିତ ବର୍ଷ ସୁଦ୍ଧା ଭାରତ ଯକ୍ଷ୍ମାମୁକ୍ତ ରାଷ୍ଟ୍ର ହେବା ଦିଗରେ ଅଗ୍ରସର ହେଉଥିବା ଲୋକସଭାରେ କହିଛନ୍ତି ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ। ଦୁଷ୍କର୍ମ ଉଦ୍ୟମ ମାମଲାରେ ଆହ୍ଲାବାଦ ହାଇକୋର୍ଟ ବିଚାରପତିଙ୍କ ମନ୍ତବ୍ୟକୁ ବିରୋଧ କଲେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଏବଂ 2028 ଅଲିମ୍ପିକ୍ସ ପ୍ରତିଯୋଗିତାରେ ବକ୍ସିଂ କ୍ରୀଡ଼ା ସାମିଲ କରିବାକୁ ନିଷ୍ପତ୍ତି। ରାଜ୍ୟସଭାରେ ଆଜି ଗୃହ ମନ୍ତ୍ରଣାଳୟର କାର୍ଯ୍ୟଧାରା ଉପରେ ଆଲୋଚନା ଆରମ୍ଭ ହୋଇଛି। ଆଲୋଚନାରେ ଭାଗ ନେଇ ବିଜେପିର ଡକ୍ଟର ସୁଧାଂଶୁ ତ୍ରିବେଦୀ କହିଛନ୍ତି, ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ କରି ଗୃହ ମନ୍ତ୍ରଣାଳୟ ପ୍ରକୃତ ଅର୍ଥରେ ଧର୍ମନିରପେକ୍ଷ ଭାବନାକୁ ପ୍ରମାଣିତ କରିଛି। ସେ ମହାକୁମ୍ଭର ଆୟୋଜନକୁ ପ୍ରଶଂସା କରି କହିଛନ୍ତି, ଦେଶର ସୁରକ୍ଷା ବାହିନୀର ଦକ୍ଷତା ଦର୍ଶାଉଥିବା ଏହି ମେଗା ଇଭେଣ୍ଟରେ କୌଣସି ଅପ୍ରୀତିକର ଘଟଣା ଘଟିନାହିଁ। ପ୍ରସ୍ତାବିତ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଉପରେ ଡକ୍ଟର ତ୍ରିବେଦୀ ଜନସଂଖ୍ୟା ନିୟନ୍ତ୍ରଣ ଆଇନକୁ ସମର୍ଥନ କରିବାକୁ ବିରୋଧୀ ଦଳଗୁଡ଼ିକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ମଣିପୁର ସମସ୍ୟାର ମୁକାବିଲା ପାଇଁ ଗୃହ ମନ୍ତ୍ରଣାଳୟ ସମ୍ବେଦନଶୀଳତାର ସହ କାର୍ଯ୍ୟ କରିଛି। ଆଲୋଚନା ସମୟରେ କଂଗ୍ରେସ ସାଂସଦ ଅଜୟ ମାକେନ୍ ଦିଲ୍ଲୀରେ ବୃଦ୍ଧି ପାଉଥିବା ଅପରାଧ ପ୍ରସଙ୍ଗରେ କହିଛନ୍ତି, ଦିଲ୍ଲୀ ପୁଲିସ୍ ସିଧାସଳଖ ଗୃହ ମନ୍ତ୍ରଣାଳୟ ଅଧୀନରେ ଆସୁଛି। ଦିଲ୍ଲୀରେ ମହିଳା, ଶିଶୁ ଏବଂ ବରିଷ୍ଠ ନାଗରିକଙ୍କ ବିରୋଧରେ ଅପରାଧ ହାର ସର୍ବାଧିକ ବୋଲି ସେ ଦର୍ଶାଇଛନ୍ତି। ଏବେ ଦିଲ୍ଲୀରେ ମହିଳାଙ୍କ ବିରୋଧରେ ଘଟିଥିବା ଅପରାଧ ଅଧୀନରେ 77,000 ମାମଲା ବିଚାରାଧୀନ ରହିଥିବା ସେ କହିଛନ୍ତି। ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାର ଗୃହ ମନ୍ତ୍ରଣାଳୟ ସହ ସମନ୍ୱିତ ଭାବେ ଏ କ୍ଷେତ୍ରରେ କାର୍ଯ୍ୟ କରିବା ଲାଗି ସେ ଅନୁରୋଧ କରିଛନ୍ତି। ସେହିପରି ଆମ୍ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂ ସାରା ଦେଶରେ ବୃଦ୍ଧି ପାଉଥିବା ଅପରାଧକୁ ନେଇ ପ୍ରଶ୍ନ କରିଛନ୍ତି। ସମ୍ବାଦ ପ୍ରସ୍ତୁତ ହେଲାବେଳକୁ ଆଲୋଚନା ଜାରି ରହିଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ବିରୋଧୀ ଦଳଗୁଡ଼ିକୁ ସଂସଦରେ କୃଷି ଉପରେ ଆଲୋଚନା କରିବା ଲାଗି ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ଆଲୋଚନା ଦ୍ୱାରା କୃଷକଙ୍କ କଲ୍ୟାଣ ହୋଇପାରିବ। ଆଜି ସଂସଦ ବାହାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ଶ୍ରୀ ଚୌହାନ କହିଛନ୍ତି, ସଂସଦରେ କୃଷକଙ୍କ ସମସ୍ୟା ଉପରେ ଆଲୋଚନା କରିବାକୁ କେନ୍ଦ୍ର ସରକାର ସବୁ ସମୟରେ ପ୍ରସ୍ତୁତ ଅଛନ୍ତି। କୃଷକଙ୍କ କଲ୍ୟାଣ ମୋଦି ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ସେ କହିଛନ୍ତି। किसानों का कल्याण मोदी जी की सर्वोच्च प्राथमिकता है और कल्याण की कई योजनाएं सरकार चला रही, लेकिन हम चाहते थे कि कृषि पर, किसानों पर प्रतिपक्ष भी सार्थक चर्चा करे, अपनी बात रखे, अच्छे सुझाव दे। सकारात्मक सुझावों का सदैव स्वागत है, लेकिन दुख की बात है कि कल विपक्ष ने हंगामा करके कृषि और किसानों पर चर्चा को बाधित करने का पाप किया है, अपराध किया है। मैं तो साल भर से चर्चा की प्रतीक्षा कर रहा था ताकि विपक्ष भी हमें अपनी बात कह सके। मैं प्रतिपक्ष से आज आग्रह करता हूं कि कम से कम वो आज चर्चा होने दे, चर्चा का मार्ग खोले, सार्थक बहस करे, चर्चा करें, ताकि सही अर्थों में हम सब किसान कल्याण के कामों को आगे बढ़ा सकें। ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଯଶୋବନ୍ତ ବର୍ମାଙ୍କଠାରୁ ନଗଦ ଟଙ୍କା ଆଦାୟ ପ୍ରସଙ୍ଗ ଆଜି ରାଜ୍ୟସଭାରେ ଉଠିଥିଲା। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧଙ୍କଡ଼ ଏହି ପ୍ରସଙ୍ଗକୁ ଗ୍ରହଣ କରି କହିଛନ୍ତି, ଗୃହର ନେତା ଏବଂ ବିରୋଧୀ ଦଳ ନେତାଙ୍କ ସହ ସେ ଯୋଗାଯୋଗ କରିବେ ଏବଂ ଅଧିବେଶନ ସମୟରେ ଗଠନମୂଳକ ଆଲୋଚନା ପାଇଁ ବ୍ୟବସ୍ଥା କରିବେ। ଏହା ପୂର୍ବରୁ କଂଗ୍ରେସ ସାଂସଦ ଜୟରାମ ରମେଶ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉତ୍ଥାପନ କରି କହିଥିଲେ, ଦିଲ୍ଲୀ ହାଇକୋର୍ଟର ବିଚାରପତିଙ୍କ ବାସଭବନରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ ହେବା ଭଳି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ନ୍ୟାୟିକ ଉତ୍ତରଦାୟିତ୍ୱ ସ୍ଥିର କରିବା ଲାଗି ସରକାର ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ସେ ଅଧ୍ୟକ୍ଷ ଜଗଦୀପ ଧଙ୍କଡ଼ଙ୍କୁ ଅନୁରୋଧ କରିଛନ୍ତି। ଚଳିତ ବର୍ଷ ସୁଦ୍ଧା ଭାରତ ଯକ୍ଷ୍ମାମୁକ୍ତ ରାଷ୍ଟ୍ର ହେବା ଦିଗରେ ଅଗ୍ରସର ହେଉଛି ବୋଲି କେନ୍ଦ୍ର ସରକାର କହିଛନ୍ତି। ଦେଶରେ ଯକ୍ଷ୍ମା ସଂକ୍ରମଣ ହାର 2015ରେ ପ୍ରତି 1 ଲକ୍ଷରେ 237 ଥିବାବେଳେ 2023ରେ ଏହି ସଂଖ୍ୟା 195କୁ ହ୍ରାସ ପାଇଛି। ଏହା ବିଶ୍ୱରେ ଯକ୍ଷ୍ମା ସଂକ୍ରମଣ ହ୍ରାସ ପାଇବା ତୁଳନାରେ 2 ଗୁଣରୁ ଅଧିକ। ଲୋକସଭାରେ ଆଜି ପ୍ରଶ୍ନକାଳରେ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ କହିଛନ୍ତି, 2015 ତୁଳନାରେ 2023ରେ ଯକ୍ଷ୍ମା ଜନିତ ମୃତ୍ୟୁ ସଂଖ୍ୟା 21%ରୁ ଅଧିକ ହ୍ରାସ ପାଇଛି। ସେ କହିଛନ୍ତି, ସରକାର ଯକ୍ଷ୍ମା ଚିକିତ୍ସା ବ୍ୟବସ୍ଥାକୁ 32% ବୃଦ୍ଧି କରିଛନ୍ତି। ଏହାଛଡ଼ା ଯକ୍ଷ୍ମା ରୋଗୀଙ୍କୁ ଚିହ୍ନଟ କରିବା ଲାଗି ସରକାରଙ୍କ ପକ୍ଷରୁ 33ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 347ଟି ଜିଲ୍ଲାରେ 100 ଦିନିଆ ଯକ୍ଷ୍ମା ନିରାକରଣ ଅଭିଯାନ ଆରମ୍ଭ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦୁଷ୍କର୍ମ ଉଦ୍ୟମ ମାମଲାରେ ଆହ୍ଲାବାଦ ହାଇକୋର୍ଟର ବିଚାରପତିଙ୍କ ମନ୍ତବ୍ୟକୁ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ବିରୋଧ କରିଛନ୍ତି।
एभଳି ମନ୍ତବ୍ୟକୁ ଅନୁପଯୁକ୍ତ ବୋଲି କହିବା ସହ ଏହା ସମାଜକୁ ଭୁଲ ବାର୍ତ୍ତା ଦେବ ବୋଲି ସେ କହିଛନ୍ତି। ଆଜି ସଂସଦ ବାହାରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି, ବିଚାରପତିଙ୍କ ଏଭଳି ମନ୍ତବ୍ୟ ମାମଲା ସହ ଜଡ଼ିତ ବିଭିନ୍ନ ରାୟ ଉପରେ ପ୍ରତିକୂଳ ପ୍ରଭାବ ପକାଇବ। ଏହା ମଧ୍ୟ ଭୁଲ କରିବାର ମାନସିକତାକୁ ପ୍ରୋତ୍ସାହିତ କରିବ ବୋଲି ସେ କହିଛନ୍ତି। ସରକାର ବିଚାରପତିଙ୍କ ଏଭଳି ମନ୍ତବ୍ୟର ଅନୁଧ୍ୟାନ କରିବେ ବୋଲି ସେ କହିଛନ୍ତି। निर्णय से बिल्कुल सहमत नहीं हूं और जो निर्णय है माननीय उच्चतम न्यायालय को भी इस पर गंभीरता से संज्ञान में लेना चाहिए और ये सभ्य समाज में इसकी कोई जगह नहीं है और कहीं न कहीं समाज के अंदर ये गलत प्रभाव पड़ेगा। सूचनायोग्य जस्टिस राम मनोहर नारायण मिश्र एक दुष्कर्म मामलार शुणाणी करुवा बेले एभଳି କିଛି ମନ୍ତବ୍ୟ ଦେଇଥିଲେ, ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ୟୁକ୍ରେନ୍ ରାଷ୍ଟ୍ରପତି ଭଲୋଦିମିର୍ ଜେଲେନ୍ସ୍କି କହିଛନ୍ତି, ୟୁକ୍ରେନ୍ ଏବଂ ରୁଷ ପ୍ରତିନିଧିମାନେ ଆସନ୍ତା ସୋମବାର ଦିନ ସାଉଦି ଆରବରେ ସେମାନଙ୍କ ଆମେରିକୀୟ ପ୍ରତିପକ୍ଷଙ୍କୁ ସାକ୍ଷାତ କରିବେ। ଗତକାଲି ନରୱେର ଓସ୍ଲୋଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଜେଲେନ୍ସ୍କି କହିଛନ୍ତି, ଆମେରିକା ସହ କୂଟନୈତିକ ଆଲୋଚନା ପାଇଁ ୟୁକ୍ରେନ୍ ପ୍ରସ୍ତୁତ ରହିଛି। ତେବେ ଅସ୍ତ୍ରବିରତି ପାଇଁ ରୁଷର ଇଚ୍ଛା ଉପରେ ସନ୍ଦେହ ପ୍ରକାଶ ପାଇଛି। ରୁଷ ଅସ୍ତ୍ରବିରତି ପାଇଁ ରାଜି ହେବ ବୋଲି ୟୁକ୍ରେନ୍ ବିଶ୍ୱାସ କରୁନଥିବା ଜେଲେନ୍ସ୍କି କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ନରୱେର ପ୍ରଧାନମନ୍ତ୍ରୀ ଜୋନାସ୍ ଗହର ଷ୍ଟୋର୍ କହିଛନ୍ତି, ଅସ୍ତ୍ରବିରତି ଆଲୋଚନାରେ ୟୁକ୍ରେନ୍ର ଭବିଷ୍ୟତ ବିଷୟରେ ନିଶ୍ଚିତ ଭାବେ ଆଲୋଚନା କରାଯିବ। ଦକ୍ଷିଣ କୋରିଆର କାର୍ଯ୍ୟକାରୀ ରାଷ୍ଟ୍ରପତି ଚୋଇ ସାଙ୍ଗ ମୋଙ୍କ ବିରୋଧରେ ମହାଭିଯୋଗ ଆଣିବା ଲାଗି ବିରୋଧୀ ଦଳଗୁଡ଼ିକ ପ୍ରସ୍ତାବ ଆଗତ କରିଛନ୍ତି। ଫଳରେ ସେଠାରେ ରାଜନୈତିକ ଅସ୍ଥିରତା ବୃଦ୍ଧି ପାଇଛି। ସଂସଦରେ ସଂଖ୍ୟାଗରିଷ୍ଠ ଦଳ ଭାବେ ଡେମୋକ୍ରାଟିକ୍ ପାର୍ଟି ଶ୍ରୀ ଚୋଇଙ୍କ ବିରୋଧରେ ବାରମ୍ବାର ଭିଟୋ ପ୍ରୟୋଗ କରିବା ଏବଂ ବିଚାରପତି ନିଯୁକ୍ତିକୁ ବିଳମ୍ବିତ କରିବା ଭଳି ଅଭିଯୋଗ ଆଣିଛନ୍ତି। ଗତ ଡିସେମ୍ବର ମାସରେ ସାମରିକ ଆଇନ ଘୋଷଣା ପାଇଁ ରାଷ୍ଟ୍ରପତି ୟୁନ୍ ସୁକ୍ ୟୋଲ୍ଙ୍କ ବିରୋଧରେ ମହାଭିଯୋଗ ଆସିବା ପରେ ଅର୍ଥମନ୍ତ୍ରୀ ଶ୍ରୀ ଚୋଇ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଦକ୍ଷିଣ କୋରିଆର ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ରାଷ୍ଟ୍ରପତିଙ୍କୁ ପଦରୁ ହଟାଇବାର 60 ଦିନ ମଧ୍ୟରେ ନୂଆ ନିର୍ବାଚନ ହେବ। ଅନ୍ୟପକ୍ଷରେ ଆସନ୍ତା ସୋମବାର ଏହି ମହାଭିଯୋଗ ଉପରେ ସାମ୍ବିଧାନିକ ଅଦାଲତ ରାୟ ଶୁଣାଇବେ ବୋଲି ଜଣାପଡ଼ିଛି। ଇସ୍ରାଏଲରେ ଆଭ୍ୟନ୍ତରୀଣ ସୁରକ୍ଷା ସେବାର ମୁଖ୍ୟ ରୋନେନ୍ ବାର୍ଙ୍କୁ ବହିଷ୍କାର କରିବାକୁ କ୍ୟାବିନେଟ୍ ସମ୍ମତି ପ୍ରଦାନ କରିଛି। ଇସ୍ରାଏଲ ଇତିହାସରେ ପ୍ରଥମ ଥର ପାଇଁ କୌଣସି ସରକାର ଘରୋଇ ସୁରକ୍ଷା ଏଜେନ୍ସିର ମୁଖ୍ୟଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗତ ରାତିରେ ଏ ସମ୍ପର୍କରେ କ୍ୟାବିନେଟ୍କୁ ସୂଚନା ଦେଇଥିଲେ। ସେ କହିଥିଲେ, 2023 ଅକ୍ଟୋବର 7 ତାରିଖରେ ଦକ୍ଷିଣ ଇସ୍ରାଏଲ ଉପରେ ହମାସର ଆକ୍ରମଣ ପରେ ସେ ରୋନେନ୍ ବାର୍ଙ୍କ ଉପରେ ଆସ୍ଥା ହରାଇଥିଲେ। ଆଇପିଏଲ୍ 2025 ଆରମ୍ଭ ହେବା ପୂର୍ବରୁ ବିସିସିଆଇ ଖେଳ ସମୟରେ ବଲ୍ରେ ଲାଳ ବ୍ୟବହାର ଉପରେ ଲାଗିଥିବା ନିଷେଧାଦେଶକୁ ହଟାଇ ଦେଇଛନ୍ତି। ଅଧିକାଂଶ ଅଧିନାୟକ ଲାଳ ବ୍ୟବହାରକୁ ସମର୍ଥନ କରିବା ପରେ ବିସିସିଆଇ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। କୋଭିଡ୍ ସମୟରେ ଲାଳ ମାଧ୍ୟମରେ ସଂକ୍ରମଣ ବ୍ୟାପିବାର ସମ୍ଭାବନା ଥିବାରୁ 2020ରେ ଏଭଳି କଟକଣା ଜାରି କରାଯାଇଥିଲା। ସେ ସମୟରେ ଆଇପିଏଲ୍ରେ ମଧ୍ୟ ଏହି ପ୍ରତିବନ୍ଧକକୁ କଠୋର ଭାବରେ ପାଳନ କରାଯାଉଥିଲା। ଗତ ଶନିବାର ଦିନ ମୁମ୍ବାଇରେ ବର୍ତ୍ତମାନ ଏବଂ ପୂର୍ବର ଅଧିନାୟକମାନଙ୍କ ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ଲାଗି ବିସିସିଆଇକୁ ଅବଗତ କରାଯାଇଥିଲା। କ୍ରିକେଟ୍ ଖେଳ ସମୟରେ ବୋଲିଂରେ ସୁଇଙ୍ଗ ଏବଂ ରିଭର୍ସ ସୁଇଙ୍ଗ କରିବା ଲାଗି ବୋଲରମାନେ ବଲ୍ରେ ଲାଳ ବ୍ୟବହାର କରିଥାନ୍ତି। 2028 ମସିହାରେ ଲସ୍ ଆଞ୍ଜେଲେସ୍ରେ ହେବାକୁ ଥିବା ଅଲିମ୍ପିକ୍ସ ପ୍ରତିଯୋଗିତାରେ ବକ୍ସିଂ ସାମିଲ ହେବ। ଆନ୍ତର୍ଜାତିକ ଅଲିମ୍ପିକ୍ସ କମିଟି ସଦସ୍ୟ ରାଷ୍ଟ୍ରମାନେ ଏହା ସପକ୍ଷରେ ମତ ଦେଇଛନ୍ତି। ଗତକାଲି ଅନୁଷ୍ଠିତ ମତଦାନ ସମୟରେ ଅଲିମ୍ପିକ୍ସରେ ବକ୍ସିଂକୁ ଅନ୍ତର୍ଭୁକ୍ତ କରିବା ସମୟରେ ସମସ୍ତେ ଭୋଟ ଦେଇଥିଲେ। 2022ରେ ଅନୁଷ୍ଠିତ ବୈଠକରେ ବକ୍ସିଂକୁ ଅଲିମ୍ପିକ୍ସରେ ସାମିଲ କରାଯାଇନଥିଲା। ପରବର୍ତ୍ତୀ ସମୟରେ ରାଷ୍ଟ୍ରୀୟ ବକ୍ସିଂ ମହାସଂଘର ଉଦ୍ୟମ ଫଳରେ ନୂଆ ବକ୍ସିଂ ସଂଘରେ 80ରୁ ଅଧିକ ଜାତୀୟ ମହାସଂଘ ସଦସ୍ୟ ରହିଛନ୍ତି। ବିହାରରେ ପ୍ରଥମ ଥର ପାଇଁ ସିପକ୍ ଟ୍ରାକୋ 2025 ବିଶ୍ୱକପ୍ ଆରମ୍ଭ ହୋଇଛି। ଗତକାଲି ସନ୍ଧ୍ୟାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହାକୁ ଉଦ୍ଘାଟନ କରିଥିଲେ। କାଙ୍କାରବାଗ ସ୍ଥିତ ପାଟଳିପୁତ୍ର କ୍ରୀଡ଼ାଙ୍ଗନରେ ଚାଲିଥିବା ଏହି 6 ଦିନିଆ ପ୍ରତିଯୋଗିତାରେ ଭାରତ ସମେତ 20ଟି ଦେଶ ଅଂଶଗ୍ରହଣ କରୁଛନ୍ତି। ଗତକାଲି ଅନୁଷ୍ଠିତ ପ୍ରଥମ ଲିଗ୍ ମ୍ୟାଚ୍ରେ ପୁରୁଷ ବର୍ଗରେ ଥାଇଲ୍ୟାଣ୍ଡ ସିଙ୍ଗାପୁରକୁ ପରାସ୍ତ କରିଛି। ମହିଳା ବର୍ଗରେ ଉଭୟ ସିଙ୍ଗଲ୍ସ ଏବଂ ଡବଲ୍ସରେ ଭାରତ ବିଜୟୀ ହୋଇଛି। ଏହି ବିଶ୍ୱକପ୍ରେ ମୋଟ 150ଟି ମ୍ୟାଚ୍ ଖେଳାଯିବ ବୋଲି ଜଣାପଡ଼ିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ରାଜ୍ୟସଭାରେ ଗୃହ ମନ୍ତ୍ରଣାଳୟର କାର୍ଯ୍ୟଧାରା ଉପରେ ଆଲୋଚନା ଆରମ୍ଭ। ଜମ୍ମୁ କାଶ୍ମୀରରୁ ଧାରା 370 ଉଚ୍ଛେଦ ପ୍ରକୃତ ଅର୍ଥରେ ଧର୍ମନିରପେକ୍ଷ ଭାବନାକୁ ପ୍ରମାଣିତ କରିଛି, କହିଲେ ବିଜେପି ସାଂସଦ। କୃଷକମାନଙ୍କ କଲ୍ୟାଣ ନିମନ୍ତେ ସଂସଦରେ ଆଲୋଚନା ପାଇଁ ବିରୋଧୀ ଦଳଗୁଡ଼ିକୁ ଆହ୍ୱାନ ଦେଲେ କେନ୍ଦ୍ର କୃଷିମନ୍ତ୍ରୀ। ଚଳିତ ବର୍ଷ ସୁଦ୍ଧା ଭାରତ ଯକ୍ଷ୍ମାମୁକ୍ତ ରାଷ୍ଟ୍ର ହେବା ଦିଗରେ ଅଗ୍ରସର ହେଉଥିବା ଲୋକସଭାରେ କହିଲେ ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ। ଦୁଷ୍କର୍ମ ଉଦ୍ୟମ ମାମଲାରେ ଆହ୍ଲାବାଦ ହାଇକୋର୍ଟ ବିଚାରପତିଙ୍କ ମନ୍ତବ୍ୟକୁ ବିରୋଧ କଲେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ। ଏବଂ 2028 ଅଲିମ୍ପିକ୍ସ ପ୍ରତିଯୋଗିତାରେ ବକ୍ସିଂ କ୍ରୀଡ଼ା ସାମିଲ କରିବାକୁ ନିଷ୍ପତ୍ତି। ସମ୍ବାଦ ଶେଷ ହେଲା।